ଭାରତ ଇଂଲଣ୍ଡ ଟେଷ୍ଟ ଶୃଙ୍ଖଳା 112 ବର୍ଷର ରେକର୍ଡ ଭାଙ୍ଗିବ ଟିମ୍ ଇଣ୍ଡିଆ, ରଚିବ ଇତିହାସ। ନମସ୍କାର ଦର୍ଶକ ବନ୍ଧୁ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ମାର୍ଚ୍ଚ 7 ତାରିଖରୁ ଆରମ୍ଭ ହେବ। ଟିମ୍ ଇଣ୍ଡିଆ ଏବେ 3-1ରେ ସିରିଜ୍ ଜିତି ସାରିଥିବା ବେଳେ ଶେଷ ମ୍ୟାଚ୍ ଜିତି ରେକର୍ଡ କରିବା ଲକ୍ଷ୍ୟରେ ରହିଛି। ପଞ୍ଚମ ତଥା ଶେଷ ଟେଷ୍ଟ ଧର୍ମଶାଳାରେ ଖେଳାଯିବ। ମାର୍ଚ୍ଚ 7 ତାରିଖ ଅର୍ଥାତ୍ ଗୁରୁବାର ଠାରୁ ଏହି ମ୍ୟାଚ୍ ଆରମ୍ଭ ହେଉଥିବା ବେଳେ ଟିମ୍ ଇଣ୍ଡିଆ ପାଇଁ ବଡ଼ ରେକର୍ଡ ଭାଙ୍ଗିବାର ସୁଯୋଗ ବି ରହିଛି। ଶେଷ ଟେଷ୍ଟ ମ୍ୟାଚ୍ରେ 112 ବର୍ଷର ରେକର୍ଡ ଭାଙ୍ଗିବାକୁ ଯାଉଛି ରୋହିତ ବାହିନୀ। ଆଉ ଇଂଲଣ୍ଡ ଦଳକୁ ପରାସ୍ତ କରି ଇତିହାସ ସୃଷ୍ଟି କରିବାକୁ ଯାଉଛି ଟିମ୍ ଇଣ୍ଡିଆ। ଇଂଲଣ୍ଡ ନାଁରେ ଲଜ୍ଜାଜନକ ରେକର୍ଡ ମଧ୍ୟ ଯୋଡ଼ି ହୋଇପାରେ, ଯାହାକି ସେହି ଦଳ 112 ବର୍ଷ ପୂର୍ବେ ଅଷ୍ଟ୍ରେଲିଆ ବିପକ୍ଷରେ ହାସଲ କରିଥିଲା। ଭାରତୀୟ ଦଳ ହ୍ୟାଟ୍ରିକ୍ ଟେଷ୍ଟ ବିଜୟ ପରେ ଏବେ ଚତୁର୍ଥ ଟେଷ୍ଟ ଜିତି ଏହି ଐତିହାସିକ ରେକର୍ଡ ଭାଙ୍ଗିବାକୁ ଯାଉଛି। ତେବେ ଦର୍ଶକ ବନ୍ଧୁ, ଆପଣମାନଙ୍କ ମତରେ ଭାରତ କ'ଣ ଏହି ରେକର୍ଡ କରିପାରିବ? ଦୟାକରି କମେଣ୍ଟ କରି ଜଣାନ୍ତୁ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର। ଦର୍ଶକ ବନ୍ଧୁ, ଭାରତୀୟ ଦଳକୁ ପ୍ରଥମ ମ୍ୟାଚ୍ରେ ପରାଜୟ ସହ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଆରମ୍ଭ କରିବାକୁ ପଡ଼ିଥିଲା। ଏହି ପରାଜୟ ପରେ ଟିମ୍ ଇଣ୍ଡିଆ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି କ୍ରମାଗତ 3ଟି ମ୍ୟାଚ୍ ଜିତି ସିରିଜ୍ ଆଗୁଆ ଜିତି ନେଇଥିଲା। ହାଇଦ୍ରାବାଦରେ ପରାଜୟ ପରେ ରୋହିତ ଶର୍ମାଙ୍କ ଦଳ ବିଶାଖାପଟ୍ଟନମ୍, ରାଜକୋଟ ଏବଂ ପରେ ରାଞ୍ଚି ଟେଷ୍ଟରେ ଜିତିଥିଲା। ଯଦି ଭାରତ ଧର୍ମଶାଳାରେ ଜିତିବାରେ ସଫଳ ହୁଏ, ତେବେ 112 ବର୍ଷ ପୁରୁଣା ଟେଷ୍ଟ ରେକର୍ଡ ଇତିହାସ ଲେଉଟିବ। ସୂଚନାଯୋଗ୍ୟ, 1912 ମସିହାରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ହାରିବା ପରେ ଇଂଲଣ୍ଡ ଦଳ କ୍ରମାଗତ 4ଟି ମ୍ୟାଚ୍ ଜିତି 4-1ରେ ସିରିଜ୍ ହାତେଇଥିଲା। ଆଶେସ୍ ସିରିଜ୍ ସମୟରେ ଇଂଲଣ୍ଡ ନିଜ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ଚମତ୍କାର କରିଥିଲା। ଆଉ 112 ବର୍ଷ ପରେ ଏବେ ପୁଣି ସମାନ ସ୍ଥିତି ହେବାକୁ ଯାଉଛି। ଯଦି ଭାରତ ଜିତେ, ତେବେ ଏହି ରେକର୍ଡ ଭାଙ୍ଗିବ ଆଉ ଭାରତ 4-1ରେ ଜିତି ଇତିହାସ ରଚିବ। ଯଦି ରେକର୍ଡ କଥା କହିବା, ତେବେ ଟେଷ୍ଟ କ୍ରିକେଟ ଇତିହାସରେ ଏପର୍ଯ୍ୟନ୍ତ କେବଳ 3ଟି ଦଳ ପ୍ରଥମ ମ୍ୟାଚ୍ ହାରିବା ପରେ 4-1ରେ ସିରିଜ୍ ଜିତିଛନ୍ତି। 1912 ମସିହାରେ ଇଂଲଣ୍ଡ ପ୍ରଥମ ଥର ଏହି ସଫଳତା ହାସଲ କରିଥିଲା। ଏହା ପୂର୍ବରୁ 1897-98ରେ ଏବଂ 1901-2ରେ ଅଷ୍ଟ୍ରେଲିଆ ଇଂଲଣ୍ଡ ବିପକ୍ଷରେ ଏହି ବିଜୟ ହାସଲ କରିଥିଲା। ଆଉ ଟିମ୍ ଇଣ୍ଡିଆ ଚତୁର୍ଥ ଥର ପାଇଁ ଏହା କରିବାକୁ ଯାଉଛି।